ଗରୁଡ଼ ପୁରାଣ ପଞ୍ଚମ ଅଧ୍ୟାୟ। ପାପର ସ୍ୱରୂପ ଓ ତଦନୁରୂପ ଦଣ୍ଡ। ଚାଲନ୍ତୁ ଶୁଣିବା। ଶ୍ରୀ ଗରୁଡ଼ ଉବାଚ। ଏହା ଶୁଣିଣ ଗରୁଡ଼ ଶିରେ କର ଦେଇ, କମଳା ବଲ୍ଲଭ ପାଦେ ଭକତି କରଇ। କଣ୍ଠ ଗଧ ଗଦେ ପୁଣି କହଇ ବଚନ, ଶୁଣି ରମଣ ଦାସ ନିବେଦନ। ଶାସ୍ତ୍ରମାନଙ୍କରେ ପୁଣ ହୋଇଛି ଉକତ, ବୈତରଣୀ ନଦୀ ଗର୍ଭେ ହୁଅନ୍ତି ପତିତ। ମହାମଥରେ ଚଲନ୍ତି କେବଳ ପାପୀକୁ, ନର୍କ କୁଣ୍ଡେ ନିକ୍ଷେପନ୍ତି ଅଥବା କାହାକୁ। କେଉଁ କେଉଁ ପାପେ କେଉଁ କେଉଁ ନର୍କ ଭୋଗ, ଦୟା ବହି କୁହନ୍ତି ନ କରି ମନେ ରାଗ। ମୋହିତ ତୁମ୍ଭର ଦାସ ଖଟେ ତବ ପାଦି, ଶୁଣିଲେ ଶ୍ରୀମୁଖ ପାପ ନ ରହିବ ହାଦି। ତୁମ୍ଭର ସେବକ କୋଇ କାହାକୁ ପୁଛିବି, ଶୁଣିଲେ ପରିହାସର ପାତ୍ର ମୁଁ ହୋଇବି। ଜଳରେ ଆବର କୂଳେ ରହି କରି ଯେବେ, ତୃଷାର ମରଇ ଜୀବ ନିନ୍ଦା କି ନ ଦେବେ। ତ୍ରିକାଳଜ୍ଞ ତ୍ରିଲୋକେଶ ପ୍ରଭୁଟି ଯାହାର, ତାର ଭୃତ୍ୟ ଜ୍ଞାନ ପୁଛେ ପାଶରେ ଅନ୍ୟର। ଦୟା ବହି ଦାସଠାରେ ବୁଝାଇ କୁହନ୍ତୁ, ଅଜ୍ଞାନ ଅନ୍ଧାର ଜ୍ଞାନ ଆଲୋକ ଦହନ୍ତୁ। ଏହିପରି କହି ବୋଉ ବିନୀତ କରିଲା, ପ୍ରଭୁ ପାଦ ପଦ୍ମ ଦେଇ ନୀରବି ରହିଲା। ଭୃତ୍ୟର ଆରତି ଜାଣି ଦେବ ନାରାୟଣ, ଜଳଦ ଗମ୍ଭୀରେ ବାକ୍ୟେ କହନ୍ତି ଯେ ପୁଣ। ଶ୍ରୀ ଭଗବାନ ବାଚ। ଶୁଣ ଶୁଣ ଗରୁଡ଼ ହେ ପଚାରିଲୁ ଯାହା, ସଂକ୍ଷେପରେ ବୁଝାଇ ମୁଁ କହୁଅଛି ତାହା। ବିଷୟ ସୁଖ ଭୋଗରେ ହୋଇନ ଉନ୍ନତ, ଯେଉଁ ନର ନୀତି ପ୍ରତି ତହିଁ ଆସକ୍ତ। ଧର୍ମାଧର୍ମ ଶୁଭାଶୁଭ ନ କରେ ବିଚାର, ଗୁରୁ ଗୌରବ ନ ମାନେ ମତେ ନିରନ୍ତର। କଷଣ ଉପରେ ସେହୁ କଷଣ ଲୋଭଇ, ଭୟ ପରେ ଭୟ ସେହି ଜନନୀତି ପାଇ। ନରକରୁ ମୁକ୍ତି ତାର ନ ହୁଅଇ କେବେ, ଯମପୁରେ ଦଣ୍ଡ ଭୋଗେ ସେହିଟି ପ୍ରସ୍ତାବେ। ଯମରାଜ ଭୁବନରେ ତିନି ଗୋଟି ଦ୍ୱାରେ, ଧାର୍ମିକମାନେ ଗମନ କରନ୍ତି ସତ୍ୱରେ। ପୂର୍ବ ପଶ୍ଚିମ ଉତ୍ତର ଦ୍ୱାର ପଥ ଦେଇ, ଜ୍ଞାନୀ ସୁକୃତି ସୁଜନ ଗମନ କରଇ। ପାପୀମାନଙ୍କ ପାଇଁକି ଏକ ଗୋଟି ବାଟ, ଦକ୍ଷିଣ ଦୁଆର ପଥୁ ଅତ୍ୟନ୍ତ ସକଟ। ସେହି ପଥେ ଯିବା ବେଳେ ନାନା ଦୁଃଖ ମାନ, ବୈତରଣୀ ନଦୀ ଆଦି ତହିଁ ବିଦ୍ୟମାନ। ସେ ନଦୀରେ ପଡ଼େ ଯେଉଁ ପାତକୀ ପାମର, ତାହା କହୁଅଛି ଏବେ ମନ କର ସ୍ଥିର। ଯେ ଜନ ବ୍ରାହ୍ମଣ ବଧ କରେ ଜାଣି ଶୁଣି, ମଦ୍ୟପାନ ଗୋହତ୍ୟା ଯେ କରିଥାଏ ପୁଣି। ବିଶ୍ୱାସ ଦେଖାଇ କରେ ବାଳକ ବିନାଶ, କୂଟ କପଟରେ କରେ ଯେଉଁ ନର ନାଶ। ଗୋପନ ପ୍ରଣୟ କରି ଗର୍ଭ ନାଶ କରେ, ପାପକୁ ଭୟ ନ କରି ନୀତି ପାପ କରେ। ଗୁରୁ ଦ୍ୱିଜ ଧନ ବଳେ କରେ ସେ ହରଣ, ବାଳକର ଧନ ହରେ ଯେଉଁ ମୂଢ଼ ଜନ। ନାରୀ ଧନ ଚୋରି କରି ଯେଉଁ ଜନ ନିଏ, ଋଣ କରି ଯେଉଁ ଜନ ତାହାକୁ ନ ଦିଏ। ଦେବ ବୋଲି ଆଶା ଦେଇ କରଇ ନିରାଶ, ବିଶ୍ୱାସୀ ଲୋକଠୁ ଫୁଟେ ଯେହୁ ଦିଏ ବିଷ। ଏମାନଙ୍କ ଠାରୁ ବଳି ପାପୀ ନାହିଁ କେହି, କପଟେ ଖାଦ୍ୟରେ ବିଷ ଦିଅଇ ମିଶାଇ। ଜ୍ଞାନୀ ଜନଙ୍କୁ ନିନ୍ଦଇ ମିଛେ ଦୋଷ ଦେଇ, ପୂଜନ ସଙ୍ଗେ ସଙ୍ଗ ସେ ନିରତେ କରଇ। ନିଜକୁ ବଡ଼ ବଲିଣ ବହେ ଅହଙ୍କାର, କୂଟ କଥା କହୁଥାଏ ଯେହୁ ନିରନ୍ତର।
ନିଚ ଜନେ ରସି ସାଧୁ ସଙ୍ଗ ପରିହରେ ଶୁଭ କର୍ମମାନ ଯେହୁଁ କେବେ ନ କରେ ବେଦ ପୁରାଣ ଶାସ୍ତ୍ରକୁ କରୁଥାଇ ନିନ୍ଦା ଠକ ଶାସ୍ତ୍ର ବୋଲି କେହି ଅନ୍ୟ ଦିଏ ବାଧା ଅନ୍ୟମାନଙ୍କୁ କରାଇ ଯେଉଁ ତିରସ୍କାର ପର ଦୁଃଖ ଦେଖିଲେ ସନ୍ତୋଷ ଚିତ ଯାର ହିତ ଉପଦେଶ ମାନ ମଣଇ ହିତ ମୋଠାରୁ ବଡ଼ କେ ନାହିଁ ଭାବେ ଯେ ସତତ ନ ମାନି କାହାକୁ ପାପ କର୍ମ ଯେ କରଇ ସେହି ଜନଟି ଦକ୍ଷିଣ ଦୁଆରେ ଗମଇ ଯାତନାମାନଙ୍କୁ ଦେଖି କରଇ ରୋଦନ ଯମଦୂତେ ବାନ୍ଧି କରି ହସ୍ତପାଦ ପୁଣ ମାଡ଼ ମାରି ବହୁତ ଯେ ସେ ନଦୀ ଗର୍ଭରେ ଧରି ପକାଇ ଦିଅନ୍ତି ତାକୁ ବଳାତ୍କାରେ ପିତା ମାତା ଗୁରୁ ଦ୍ରୋହ ଯେବେ କରିଥାଏ ତାହାକୁ ସେ ନଦୀ ଗର୍ଭେ ପକାନ୍ତିଟି ନେଇ ସୁଶୀଳା ସ୍ୱାମୀ ଭକତା ପତ୍ନୀକୁ ଯେ ଛାଡ଼ି କୁରୂପାକୁଶ୍ଚିତ ନାରୀର ସେ ଧର୍ମେ ଛାଡ଼ି ସେ ପାପୀଙ୍କି ଯମଦୂତେ ନେଇ ସେ ନଦୀରେ ହାତ ଗୋଡ଼ ବାନ୍ଧିଣ ପକାନ୍ତି ନିରନ୍ତରେ ସୁଜନ ଜନଙ୍କ ନିନ୍ଦା କରେ ଯେଉଁ ପ୍ରାଣୀ ଅବଜ୍ଞା କରଇ ମୂଢ଼ ଭାବେ ପୁଣି ପୁଣି ସେ ପାପୀଙ୍କି ଦେଖିଲେ ଯେ ଯମଦୂତ ମାନେ ରୋଷେ ବାନ୍ଧି ଫିଙ୍ଗି ଦିଅନ୍ତି ନଦୀକୁ ବହନେ ପ୍ରତିଜ୍ଞା କରଇ ଯେଉଁ ଦେବ ଦ୍ୱିଜଠାରେ ଦେବା ପାଇଁ କହି ନଦିଏ ଯେ ହେଳାରେ ଯେ ଜନ ପଡ଼ଇ ବୈତରଣୀ ନଦୀ ମଧ୍ୟେ ନାନାଦି ଦୁଃଖ ଭୋଗଇ ସେ ପାପୀ ସଂଶ୍ରଦ୍ଧେ ଦାନ ଦେଇ ଯେହୁ ପ୍ରାଣୀ କରଇ ହରଣ ତଥା ପହାରି ଅଟଇ ସେହି ପାପୀ ଜନ ଦିନ ଦାନ ଦେଇ ଅନୁତାପ କରେ ପଛେ ଯେହୁ କାହିଁକି ଦେଲି ବୋଲିଣ ଦୁଃଖ କରେ ସେହୁ ପରବିତ ହରଇ ଯେ କରି ବଳାତ୍କାର ଦାନ ଦେଇଣ ନିରାଶ କରେ ଯେ ମର ଯଜ୍ଞ କରିବା ପାଇଁକି ଦ୍ରବ୍ୟ ଠୁଳ କରି ଯଜ୍ଞ ନ କରି ଭୁଞ୍ଜଇ ସକଳ ଆବରି ଗୀତା ଭାଗବତ ଆଦି ପୁରାଣ ବ୍ୟାଖ୍ୟାନ ଯେଉଁଠାରେ ହେଉଥାଏ ନିତ୍ୟ ପ୍ରତିଦିନ ଯେଉଁମାନେ ଶୁଣିବାକୁ ସେଠାକୁ ଗମନ୍ତି ସେମାନଙ୍କୁ ନିନ୍ଦା କରେ ଯେ ପାପୀ ଦୁର୍ମତି ହରିନାମକୁ ନିନ୍ଦତି ଯେଉଁ ମୂଢ଼ ପ୍ରାଣୀ ଯମଦୂତେ ନର୍କରେ ପକାନ୍ତି ତାକୁ ଆଣି ବ୍ରାହ୍ମଣ ହଇଣ ବିକେ ଲବଣକୁ ସେହୁ ଗୋଚର ଭୂମିକୁ ଚାଷ କରେ ପୁଣି ଯେହୁ ଦାସୀ କିବା ରଜସ୍ୱଳା ଅଥବା ବେଶ୍ୟାର ସଙ୍ଗରେ ବିରତ କରେ ଯେଉଁ ମୂଢ଼ ନର ବ୍ରାହ୍ମଣ ହଇଣ ନୀତି ପଶୁକୁ ମାରଇ ସୁରାପାନ କରେ ଗର୍ବ ଚିତ୍ତେ ନ ବିଚାରି ଶାସ୍ତ୍ର ଅଧ୍ୟୟନ ଦିନେ ଯେ ଜନନ କରି ଶୂଦ୍ର ହୋଇ ଛେଦ ମନ୍ତ୍ର ଯେ ପାଠ କରଇ କପିଳା ଧେନୁର କ୍ଷୀର ଆହାର କରଇ ଦ୍ୱିଜ କନ୍ୟା ହରେ ଯେଉଁ କାମେ ମତ ହୋଇ ପର ନାରୀ ସଙ୍ଗେ ପ୍ରୀତି ଯେ ଜନ କରଇ ସୁକନ୍ୟା ସହିତ ପ୍ରୀତି କରେ ଯେ ପାମର ସତୀ ନାରୀ କି ଦୂଷଣ ଦିଏ ନିରନ୍ତର ନୀତି ପ୍ରତି କରଇ ଯେ କୁକର୍ମମାନଙ୍କୁ ଶୁଭ କର୍ମ ବରଜଇ ବହିଣ ଗର୍ଭକୁ ସେହି ପାପୀମାନଙ୍କୁଟି ମରଣ କାଳରେ ଯମଦୂତେ ଘେନି ଯାନ୍ତି ଧରି ବଳାତ୍କାରେ ଯମପୁର ମାର୍ଗେ ନେଇ ବୈତରଣୀରେ ବୁଡ଼ାନ୍ତି ତାହାକୁ ମାଡ଼ ମାରିଣ ସତ୍ୱରେ ସେ ନଦୀରେ ବହୁତ ଯେ କୁମ୍ଭୀର ମଗର ପାପୀ ଶରୀର ଆଘାତ କରନ୍ତି ଅପାର ଜଳରେ କୁମ୍ଭୀରାଦିଙ୍କ ହେତୁ ଭୟ ହୁଏ ଉପରେ ଧୂରେ ପିଟନ୍ତି ତାହାକୁ ନିର୍ଦ୍ଦୟେ ଯେତେବେଳେ ପାପୀ ହୁଏ ଅତି ବିଚଳିତ ତାହାକୁ ଧରି ନ ନେଇ ଚଳନ୍ତି ଯେ ଦୂତ ଦକ୍ଷିଣ ଦ୍ୱାର ଦେଇ ଭିତରେ ପଶନ୍ତି
ଯମରାଜା ନିକଟରେ ପ୍ରବେଶ ହୁଅନ୍ତି। ଦେଖିଲା ମାତ୍ରକେ ଜାଣ ଧର୍ମରାଜା ସବୁ। ଚିତ୍ରଗୁପ୍ତେ ପୁଛଇ କୁହ କି ନା ବାବୁ, ଶୀଘ୍ର ଏହାକୁ ବିଦାୟ ଏଠାବରୁ କର। ମୁଖ ଚାହିଁବା ଉଚିତ ନୁହଁ ଏହାର। ଚିତ୍ରଗୁପ୍ତ କହିଛି ପାଞ୍ଜି ପୋଥି ଦେଖି, ବୈତରଣୀ ନଦୀ ମଧ୍ୟରେ ପଡ଼ିବେ ହେବ ଦୁଃଖୀ। ବହୁତ କରିଛି ପାପ ଏଇ ନରାଧମ, ଶୀଘ୍ର ଏଠାରୁ ନେଇଣ ଚଳ ଦୂତଗଣ। ତାହା ଶୁଣି ଦୂତମାନେ ପୁଣି ଯାନ୍ତି ନେଇ, ବୈତରଣୀ ନଦୀରେ ଯେ ଦିଅନ୍ତି ବୁଡ଼ାଇ। ଘନ ଘନ ପ୍ରହାର କରନ୍ତି ଅସ୍ତ୍ର ଧରି, ଜଳ ଜୀବନ ଖେଦନ୍ତେ ତା ଦେହ ବିଦାରି। ଚିତ୍କାର କରଇ ଯେଉଁ ପାତକୀ ବହୁତ, କିଏ ବା ଶୁଣିବ ତାହା ସେ ସ୍ଥାନେ କୁହତ। ଶତ ସଂବତ୍ସର ଭୋଗ କରଇ ସେଠାରେ, କ୍ଷୁଧା ତୃଷାରେ ଆକୁଳ ହୁଏ ନିରନ୍ତରେ। 84 କୋଟି ନରକ ଯେ ପୁରେ ଅଛଇ, ବୈତରଣୀ ସବୁଠାରୁ ବଡ଼ ଯେ ଅଟଇ। ସବୁ ନରକ ଅଟଇ କଷ୍ଟଦାୟ ପୁଣି, ନାନା ଦଣ୍ଡ ସେମାନଙ୍କ ଭୋଗ କରେ ପ୍ରାଣୀ। କେତେକ ନରକ ବୈତରଣୀରେ ମିଳିଛି, ତେଣୁ ବୈତରଣୀ ସର୍ବଶ୍ରେଷ୍ଠ ବୋଲାଇଛି। ଅତ୍ୟନ୍ତ ପାତକ ଯେଉଁମାନେ କରିଥାନ୍ତି, ବୈତରଣୀ ନଦୀ ଗର୍ଭେ ତାହାକୁ ପକାନ୍ତି। ସର୍ବନରକର ଯାତନା ସେଠାରେ ପୂରିଛି, ପାପୀ ତାହା ଭୋଗ କରି ରହି କାଳ କିଛି। ମିଥ୍ୟା ସାକ୍ଷୀ ଯେଉଁ ଜନ ଦିଅର ସଭାରେ, କପଟେ ଧାର୍ମିକ ବୋଲି କୁହେ ଯେ ସଂସାରେ। ପରବିତ୍ତ ଚୋରି କରି ପୋଷଇ ଉଦର, ଜୀବ ହତ୍ୟା କରେ ନିତି ଯେହୁ ପାପାଚାର। ଉପକାରୀ ବୃକ୍ଷମାନ ଛେଦନ କରଇ, କୁସୁମ ବୃକ୍ଷମାନଙ୍କୁ ବିନାଶ କରଇ। ବିଧବା ନାରୀକୁ ପ୍ରୀତି କରଇ ଯେ ଜନ, ତୀର୍ଥବର୍ତ୍ତନ କରଇ ଯେହୁ ମୂଢ଼ ଜନ। ଯେଉଁ ନାରୀ ସ୍ୱାମୀକୁ କହଇ କଟୁ ବାଣୀ, ପରପୁରୁଷ ସହିତ ଆନନ୍ଦରେ ରମି। ସେମାନଙ୍କୁ ଯମଦୂତେ ଧରି ନେଇ ଯାନ୍ତି, କୌରବ ନରକେ ମଧ୍ୟ ତାହାକୁ ପକାନ୍ତି। ସେ ନର୍କ କୁଣ୍ଡରେ ଯୁଗ ବିଷ୍ଠା ଆଦି ଥାଏ, ନାନା କୀଟ ପରିପୂର୍ଣ୍ଣ ତହିଁ ହୋଇଥାଏ। କୀଟଙ୍କ ଦଂଶନ ପୁଣି ଦୂତଙ୍କ ପ୍ରହାର, ହେତୁ ପାପୀର ଶରୀର ହୁଏ ଜର୍ଜର। କ୍ଷୁଧାରେ ଆକୁଳ ପେଟ କଣ୍ଠ ଯେ ତୃଷାରେ, ଶୁଖିଯାଏ ଅନ୍ନ ଜଳ ନ ମିଳଇ ତାରେ। ବହୁ ବର୍ଷ ଭୋଗ ଅନ୍ତେ ନୀଚ ଯୋନି ପାଏ, ପୁଣି ପୁଣି ଉଠେ ପଡ଼େ ଜନ୍ମ ଜରା ମହେ। କୁଳ ଧର୍ମ ତେଜି ଯେହୁ କରେ ମନ୍ଦ କର୍ମ, ନିରନ୍ତରେ କରୁଥାଏ ଯେ ଅଧର୍ମମାନ। ପୁଣି ଦାରାମାନଙ୍କୁ ଯେ ନିରତେ ପିଢ଼ଇ, ଗ୍ରାସ ଅନ୍ତାଦନ ସେହିମାନଙ୍କୁ ନ ଦେଇ। ଦେବତା ଅତିଥି ସେବା ନ କରିଣ ମନେ, ମୁହିଁ ବଡ଼ ବୋଲି କହି ହୁଏ ଯେ ଆପଣେ। ସାଧାରଣ ଲୋକଙ୍କୁ ଯେ ଠକଇ ନିରତେ, ପରଧନ ହରିବାକୁ ଭାବୁଥାଏ ଜିତେ। ଏମାନଙ୍କ ପାଇଁ ବହୁ କଷଣ ଅଛଇ, ଯମ ମାର୍ଗରେ ଭୋଗନ୍ତି ମୃତ୍ୟୁବଶ ହୋଇ। କୁମ୍ଭୀପାକ ନରକରେ ପଡ଼ଇ ସେ ଜନ, ବିକଳେ ମାଗିଲେ ନ ମିଳଇ ତହିଁ ଅନ୍ନ। ପ୍ରହାର କରନ୍ତି ଦୈତ୍ୟ କରେ ଧରି ଶୂଳ, ପ୍ରହାର ତାଡ଼େନି ସବୁ ହୁଅଇ ଆକୁଳ। ନର୍କ ମଧ୍ୟରେ ବିଷାକ୍ତ କୃମି ରହିଥାନ୍ତି, ପାପୀର ଶରୀରେ ସେହୁ ଦଂଶନ କରନ୍ତି। ଆକୁଳିତ ହୁଏ ସେହି ନରକ କଷଣ, ପୂର୍ବକର୍ମମାନ ତାର ହୁଅଇ ସ୍ମରଣ। ନିଜେ ନିଜେ ନିନ୍ଦା କରେ ନିଜର କର୍ମକୁ, କାହିଁକି ପଡ଼ିଲି ମୁହିଁ ନିର୍ବଳ ପ୍ରାଣୀକୁ। ସେହି ପାପୁ ଲଭିଲହିଁ ଏ ଦାରୁଣ ଦୁଃଖ, ଏରୂପେ ହୋଇଲି ମୁହିଁ ତେଣୁ ତ ନିରଖ। ଏହିତର ଯଦି ମତେ ଜନମ ଲଭିବି,
ଏହିପରି ପାପ କର୍ମ କେବେ ନ କରିବି। ଏହିପରି ଭୋଗ କରେ ସେହି ପାପୀ ଜନ, ନିରତରେ ଦୁଃଖ ପଡ଼ି ବ୍ୟାକୁଳିତ ମନ। କୂପ ଜଳାଶୟ ବାମ୍ଫି ଯେ ଜନ ଭାଙ୍ଗଇ, ପ୍ରଜାମାନଙ୍କର ଗୃହ ଭାଙ୍ଗି ନରିଅଇ। ଗୁରୁ ଭୃତ୍ୟ ବାଳକ ବା ବୃଦ୍ଧ ନିଜ ଜାରି, କ୍ରୋଧ ବହି ଏମାନଙ୍କୁ ଯେ ଜନ ପ୍ରହରି। ଭଲ ଦ୍ରବ୍ୟ ହେଲେ ଯେହୁ ଏକାକୀ ଭୁଞ୍ଜଇ, ଅନ୍ୟକୁ ନ ଦିଏ ପୁଣି ଭର୍ତ୍ସନା କରଇ। ଦେବତାଙ୍କୁ ନ ପୂଜଇ ଯଜ୍ଞକୁ ନ କରେ, ଅଗ୍ନି ଦେବତାକୁ ସନ୍ତୋଷ ଯେହୁ ନ କରେ। ନୈବେଦ୍ୟ ନ କରି ଯେଉଁ କରଇ ଯେ ଗ୍ରାସ, ସେହି ପାପୀ ମହାପଥେ ଗମିବ ଅବଶ୍ୟ। ଦାସୀ ସଙ୍ଗେ କାମ ରଙ୍ଗେ ମତେ ଯେଉଁ ଜନ, ଶୂଦ୍ର ରମଣୀ ସହିତ କରଇ ରମଣ। ଦେବତା କାର୍ଯ୍ୟରେ ହେଳା କରେ ଯେ ବ୍ରାହ୍ମଣ, ନର୍କ ଭୋଗେ କରଇଟି ସେହି ଦ୍ୱିଜ ଜାଣ। ତପ୍ତ ତୈଳ କୁଣ୍ଡରେ ତାହାକୁ ପକାନ୍ତି, ଜଳନ୍ତ ଅନଳ ପ୍ରାୟ ଦିଶଇ ତା କାନ୍ତି। ଯେହୁ ନିଜ ପତ୍ନୀ ପ୍ରୀତି ଦୂରେ ପରିହରି, ପର ସ୍ତ୍ରୀ ରମଣ କରେ କିଛି ନ ବିଚାରି। ନିଜ ନାରୀ ପ୍ରତି ଦ୍ୱିଷ ଭାବ ମନେ ବହି, ନିର୍ଦ୍ଦୟ ଭାବରେ ସେହୁ ପ୍ରହାର କରଇ। ସେହି ଜନ 7 ବର୍ଷ ନରକ ଯନ୍ତ୍ରଣା, ଭୋଗ କରେ ସେହି ତହିଁ ନାନାଦି ଯାତନା। ଚତୁର୍ଦ୍ଦଶୀ ଅମାବାସ୍ୟା ପୂର୍ଣ୍ଣିମା ସଂକ୍ରାନ୍ତି, ନ ମାନି କାମିନୀ ସଙ୍ଗେ କାମ ରଙ୍ଗେ ମାତି। ଶ୍ରାଦ୍ଧ ଦେଇ ଦିବସରେ କାମିନୀ ସୁରତି, ଯେ ଜନ କରଇ ଜାଣି ଅତି ମନ୍ଦ ଗତି। ମଳମୂତ୍ର ଅନଳରେ ଯେ ଜନ ତ୍ୟଜନ୍ତି, ମହାଘୋର ନରକେ ସେମାନେ ପଡ଼ନ୍ତି। ଅର୍ଥ ଲୋଭେ ଯେଉଁ ନାରୀ ନିଜେ ଯୋନି ବିକେ, କୁଳ ଧର୍ମ ଦେଶ ତ୍ୟାଗ କରେ ଯେ ପ୍ରତ୍ୟକ୍ଷେ। ସେ ନାରୀ ପୁରୁଷ ଯେ ମହାନକେ ପଡ଼ି, 7 ସମ୍ବତ୍ସର ଯାକେ ହେଉଥାନ୍ତେ ସଢ଼ି। ଅପରାଧ ବିନା ହେତୁ ପ୍ରାଣୀକି ଦଣ୍ଡଇ, ଯେ ଜନ ଆଶା ଦେଇଣ ଲୋକକୁ ଭଣ୍ଡଇ। ବାସଗୃହରେ ସଂଯୋଗ କରଇ ଅନଳ, କ୍ଷୁଧାତୁର ଠାରୁ ଘେନି ଯାଇ ଯେ ଆହାର। ଯମପୁରେ ବହୁ ଦଣ୍ଡ ଭୋଗ ସେ କରଇ, ତାମସ ନର୍କ ମଧ୍ୟରେ ସେ ପ୍ରବଶଇ। ଅଗ୍ନିତାପ ପାଇ ଯେବେ ଶୀତଳ ଖୋଜଇ, ଛାୟା ବୃକ୍ଷ ତଳକୁ ତାହାଙ୍କୁ ଯାନ୍ତି ନେଇ। ଛାୟା ପାଇ ତା ମୂଳରେ କିଛି କ୍ଷଣ ବସେ, ଖଡ଼କୁଶମ ଛିନ୍ନ ପତ୍ର ତା ଉପରେ ଖସେ। ଛିଡ଼ିଯାଏ ଅଙ୍ଗ ତାର ବହଇ ରୁଧିର, ଆକୁଳ ହୋଇଣ ସେହି କରଇ ଚିତ୍କାର। ତାହା ଜାଣି ଦୂତେ ତାକୁ ଛଳାଇ କହନ୍ତି, ଅଳ୍ପ କାଳ ରୁହ ଦେହ ହୋଇଯିବ ଶାନ୍ତି। ବ୍ୟାକୁଳ ଚିତ୍ତରେ ଯେବେ ପାଣି ସେହି ମାଗେ, ତପ୍ତ ତୈଳ ଆଣି ନ ଦିଅନ୍ତି ଦୂତେ ବେଗେ। ଆହେ ଖଡ଼ପତି ଏହିପରି ପାପୀମାନେ, ଯୁଗାନ୍ତ ପ୍ରଳୟ ପାଇ ଭୋଗନ୍ତି କକ୍ଷଣ। ପ୍ରଳୟରେ ଯେଉଁ ସବୁ ବିନାଶ ହୁଅନ୍ତି, ସେମାନେ ମୁକ୍ତ ହୋଇଣ ବୈକୁଣ୍ଠକୁ ଯାଆନ୍ତି। ଗରୁଡ଼ ଉବାଚ ବ୍ରହ୍ମାଙ୍କର ଏକ ଦିନ ଯେବେ ଭୋଗ ହୋଇ, ମନୁଷ୍ୟମାନଙ୍କରଟି ପ୍ରଳୟ ହୁଅଇ। ବ୍ରହ୍ମାଙ୍କର 7 ବର୍ଷ ହୁଅଇ ଯେ କାଳ, ମହାପ୍ରଳୟ ହୁଅଇ ସିନା ସେହି ବେଳେ। ଏତେ କାଳ ପର୍ଯ୍ୟନ୍ତେ ପାପୀମାନେ ନର୍କେ, ପଡ଼ି ସଢୁଥିବେ ସିନା ଅତିରେକ ଦୁଃଖେ। ସେ କଥା ବୁଝାଇ ମତେ କହ ଦଇତାରି, ତୁମ୍ଭର କିଙ୍କର କରେ ଚରଣେ ଗୁହାରି। ଶ୍ରୀ ଭଗବାନ ବାଚ ବ୍ରହ୍ମାଙ୍କ ଦିବସେ ଶେଷେ ରଜନୀ ହୋଇଲେ, ଶୟନ କରନ୍ତି ବିଧି ନିଦ୍ରା ଦେବି ବେଳେ। ସେ ସମୟରେ ହୁଅଇ ଖଣ୍ଡ ଯେ ପ୍ରଳୟ, ସକାଳରୁ ଉଠି ବ୍ରହ୍ମା ସୃଷ୍ଟି କରେ ଥୟ। ଏହିପରି ନୀତି ପ୍ରତି କରଇ ଯେ ସୃଷ୍ଟି, 7 ବର୍ଷେ ସେ ପ୍ରଳୟ ହୁଏ ପରମେଷ୍ଟି।
ସେତେବେଳେ ସମସ୍ତଙ୍କୁ ସମ୍ଭାଳୁ ଯେ ଆମ୍ଭେ, ପ୍ରଳୟ ଶେଷରେ ବ୍ରହ୍ମା ସଜେ ପୁଣି ଦମ୍ଭେ। ଯେତେବେଳେ ସୃଷ୍ଟି ପୁଣି ହୁଅଇ ନୂତନ, ନୂଆ ଯମ ସେ କାଳରେ ହୁଅଇ ସୃଜନ। ତା ଦେଶ ଜନମନ୍ତି ସକଳ ପ୍ରାଣୀଏ, ପୂର୍ବ ସଂସ୍କାର ବଶରେ ଉଚ୍ଚ ନୀଚ ହୁଏ। ଯାହାର ପୂର୍ବ ବାସନା ଯେଉଁଥିରେ ଥାଏ, ସେହିପରି ଜନ୍ମ ପୃଥ୍ୱୀ ମଧ୍ୟରେ ସେ ହୁଏ। 84 ଲକ୍ଷ ଯୋନି ଭ୍ରମଇ ସେ ଜୀବ, ଶେଷ ମ୍ଲେଚ୍ଛ ଯୋନି ଲଭେ ନବଇ ମୋ ଭାବ। କୁଷ୍ଠ ଆଦି ରୋଗମାନ ଲଭଇ ଦେହରେ, ଯକ୍ଷ୍ମା ଶ୍ୱାସ ପାଶ ବାତ ପିତ୍ତାଦି ରୋଗରେ। ବହୁ କଷ୍ଟ ପାଏ ପୂର୍ବ ପାପ ହେତୁ ସେହି, ଅନ୍ଧ ଛଡ଼ା ଲେଙ୍ଗଡ଼ା ବା ବଧିର ହୁଅଇ। ନାନା ବିକଳାଙ୍ଗ ହୋଇ ଲଭଇ ଜନମ, ସେ ପାପରୁ ମୁକ୍ତି ହୁଏ ଶୁଣିଲେ ପୁରାଣ। ଭାଦ୍ରବ ମାସ ଶେଷରେ ଆଶ୍ୱିନ ମାସରେ, ପୁରାଣ ଶ୍ରବଣ କରେ ଯେ ଜନ ବିଧିରେ। ଜଳ ତିଳେ ତର୍ପଣ ପିତୃଙ୍କୁ କରଇ, କୟାଦି ତୀର୍ଥ ଗମନ ଯେ ଜନ କରଇ। ପିତୃ ଋଷି ଦେବଗଣେ କରଇ ସନ୍ତୋଷ, ସେହି ଜନର କଳ୍ମଷ ହୁଅଇ ବିନାଶ। ଉତ୍ତମ କୁଳରେ ଜନ୍ମ ହୁଅଇ ତାହାର, ପୁତ୍ର କନ୍ୟା ପତ୍ନୀ ଧନ ମିଳଇ ଅପାର। ମହାସୁଖେ ବିଳସଇ ଦେବତା ସଦୃଶ, ଅନ୍ତେ ସେହି ଜନ ହେଲେ କରେ ସ୍ୱର୍ଗବାସ। ଗରୁଡ଼ ପୁରାଣ ବାଣୀ ଅପୂର୍ବ ଆଖ୍ୟାନ, ଶୁଣିଲେ ତ ବେନତୟ ଥୟ କରି ମନ। ଆଉ ଯାହା ଇଚ୍ଛା ତାହା ପଚାର କହିବି, ତୁମ୍ଭର ମନରୁ ସର୍ବ ସଂଶୟ ଡହିବି। ତାଙ୍କ ପାଦ ପଦ୍ମ ଦ୍ୟାହି ଆର୍ତ୍ତ ତ୍ରାଣ ଦାସ, ଗୀତବନ୍ଧରେ ପ୍ରକାଶ ଏ ପୁରାଣ ରସ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷାଖ୍ୟାନେ ବିଷ୍ଣୁ ଗରୁଡ଼ ସମ୍ବାଦେ ନାମ ପଞ୍ଚମୋଧ୍ୟାୟ।